ବାଲେଶ୍ୱର ଜିଲ୍ଲାର ଏକମାତ୍ର ବୃହତ ଶିଳ୍ପ ଅନୁଷ୍ଠାନ ବିର୍ଲା ଟାୟାର୍ସ ପରିଚାଳନାଗତ ତ୍ରୁଟି ବିଚ୍ୟୁତି କାରଣରୁ ଦୀର୍ଘ କିଛି ବର୍ଷ ହେବ ବନ୍ଦ ପଡ଼ିଥିଲା। ବର୍ତ୍ତମାନ ଏହାର ପୁନରୁଦ୍ଧାର ଓ ନୂତନ ଭାବେ ପରିଚାଳନା ଦାୟିତ୍ୱ ଯୌଥ ଉଦ୍ୟମରେ ହାତକୁ ନେଇଛନ୍ତି ଡାଲମିଆ ରିଫ୍ୟାକ୍ଟରିଜ୍ ଓ ହିମାଦ୍ରି କେମିକାଲ୍ସ। ଏହି କ୍ରମରେ ନୂତନ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ କାରଖାନା ଖୋଲିବା ନେଇ ଉପକ୍ରମ ସ୍ୱରୂପ ଆରମ୍ଭ ହୋଇଛି ମରାମତି କାର୍ଯ୍ୟ। ଆଗାମୀ ଦିନରେ କାରଖାନାରେ ଉତ୍ପାଦନ ଆରମ୍ଭ ହେବ। ଏଥିପାଇଁ ନୂତନ ନିଯୁକ୍ତିର ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଛି। ମାତ୍ର ଘରେ ନ ପଶୁଣୁ ଚାଳ ବାଜିବା ଭଳି କିଛି ନିର୍ବାଚିତ ପ୍ରତିନିଧିମାନେ ନିଜସ୍ୱ ରାଜନୈତିକ ଅଭିଳାଷ ଚାରିତ୍ରତା ଉଦ୍ଦେଶ୍ୟରେ କମ୍ପାନୀ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି ବୋଲି ଯୁବନେତା ବିକ୍ରମ ପଣ୍ଡା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆରୋପ ଉଠାଇଛନ୍ତି। ବହୁ ଆନ୍ଦୋଳନ, ଅନଶନ, ଧାରଣା ଓ ପ୍ରତିବାଦ ପରେ ବନ୍ଦ ପଡ଼ିଥିବା କାରଖାନା ଏବେ ଖୋଲିବାକୁ ଯାଉଛି। ତେବେ କାରଖାନାରେ ଆବଶ୍ୟକତା ଥିବା ପଦବୀ ମଧ୍ୟରୁ 80%ରେ ବାଲେଶ୍ୱର ଜିଲ୍ଲାର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ଶ୍ରୀ ପଣ୍ଡା ଦାବି ଉଠାଇଛନ୍ତି। ଏଥିସହିତ ପୂର୍ବରୁ ବିର୍ଲା ଟାୟାର୍ସରେ କାର୍ଯ୍ୟରତ କର୍ମଚାରୀଙ୍କର ଯୁକ୍ତିଯୁକ୍ତ ଦାବିକୁ ମଧ୍ୟ ନୂତନ କର୍ତ୍ତୃପକ୍ଷ ମାନିନେବା ଉଚିତ ବୋଲି ସେ କହିଛନ୍ତି। ଏହା ଉପରେ ଉଚିତ ପଦକ୍ଷେପ ନିଆନଗଲେ ବାଲେଶ୍ୱରବାସୀଙ୍କର ହକ୍ ହାସଲ ପାଇଁ ଗଣତାନ୍ତ୍ରିକ ଉପାୟରେ ଏକ ବଡ଼ ଆନ୍ଦୋଳନର ସୂତ୍ରପାତ ହେବ ବୋଲି ଶ୍ରୀ ପଣ୍ଡା ଚେତାବନୀ ଦେଇଛନ୍ତି। ଗତ ବିଧାନସଭା ନିର୍ବାଚନରେ ନିର୍ବାଚିତ ଜନପ୍ରତିନିଧିମାନେ ଜିଲ୍ଲାର ହଜାର ହଜାର ଯୁବକ ଯୁବତୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଗତ ବିଧାନସଭା ନିର୍ବାଚନରେ ନିର୍ବାଚିତ ଜନପ୍ରତିନିଧିମାନେ ଜନସାଧାରଣଙ୍କୁ ଦେଖାଇଥିବା ଗୋଲାପୀ ସ୍ୱପ୍ନ ଧୀରେ ଧୀରେ ଧୂସରିତ ହେବାରେ ଲାଗିଛି। ନୂତନ ସରକାରଙ୍କୁ ଓଡ଼ିଆ ଅସ୍ମିତା କଥା ବାଲେଶ୍ୱରରେ ବୁଡ଼ିଯିବାକୁ ବସିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ବାଲେଶ୍ୱର ଅସ୍ମିତା ହେଉଛି ବିର୍ଲା ଟାୟାର, ବାଲେଶ୍ୱର ଅସ୍ମିତା ହେଉଛି ଚାନ୍ଦିପୁର ବେଳାଭୂମି, ବାଲେଶ୍ୱର ଅସ୍ମିତା ହେଉଛି ପଞ୍ଚଲିଙ୍ଗେଶ୍ୱର ପାହାଡ଼, ବାଲେଶ୍ୱର ଅସ୍ମିତା ହେଉଛି ଖଇରାର ଲଘୁ ଖଣିଜ ଦ୍ରବ୍ୟ। ତେଣୁ ଇଏ କଥା ମୁଁ ଏଇପାଇଁ କହୁଛି ଯେ ବାଲେଶ୍ୱରର ଅସ୍ମିତା କଥା ଆଜି ଉଠିବାର ପ୍ରଶ୍ନ ହେଉଛି ଯେ ଆପଣ ଯଦି କେତେବେଳେ ବି ଷ୍ଟେସନକୁ କାଲି ସକାଳେ ଯିବେ, ଏ ଅଞ୍ଚଳର ଯୁବକ ଯୁବତୀମାନେ ଦାଦନ ଖଟିବା ପାଇଁ କେରଳ, ପଞ୍ଜାବ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କର୍ଣ୍ଣାଟକ ସବୁ ରାଜ୍ୟକୁ ଯାଉଛନ୍ତି, ଯେଉଁଟା ବାଲେଶ୍ୱର ଅସ୍ମିତାକୁ ଭୁଲ ଉଣ୍ଠିତ କରିଛି। ଏବଂ ବିର୍ଲା ଟାୟାର 90 ଦଶକରେ ଯେଉଁ ଆରମ୍ଭ ହୋଇଥିଲା, ୟାକୁ ନେଇକି ଯେଉଁ ସ୍ୱପ୍ନ ବାଲେଶ୍ୱରବାସୀ ଦେଖିଥିଲେ, ଯାହା କିଛି ବର୍ଷ ବନ୍ଦ ହୋଇକି ପଡ଼ିଥିଲା, ଏବେ ହିମାଦ୍ରି କେମିକାଲ ଏବଂ ଡାଲମିଆର ଯୌଥ ପରିଚାଳନାରେ ଆରମ୍ଭ ହେବା ପାଇଁ ଯାଉଛି। ସେତେବେଳେ ବାଲେଶ୍ୱରର ଯୁବକ ଯୁବତୀମାନଙ୍କ ଭିତରେ ଏକ ଆଶା ସଞ୍ଚାର ହୋଇଛି। ସେମାନେ ଆଶ୍ୱସ୍ତ ହେଉଛନ୍ତି, ବିଶ୍ୱାସ କରୁଛନ୍ତି କି ଆମକୁ ଦାଦନ ଖଟିବା ପାଇଁ ଯିବା ପାଇଁ ପଡ଼ିବନି। କିନ୍ତୁ ଆଜି ଯେଉଁ ସରକାର 6 ମାସ ତଳେ ଓଡ଼ିଆ ଅସ୍ମିତା କଥା କହିକି କ୍ଷମତାକୁ ଆସୁଛନ୍ତି, ଆମେ ସବୁ ସ୍ୱାଗତ କରୁଛୁ। କିନ୍ତୁ ସେ ଓଡ଼ିଆ ଅସ୍ମିତା ଭିତରେ ବାଲେଶ୍ୱର ଅସ୍ମିତାକୁ ମଧ୍ୟ ଭୁଲିଯିବା ସମୀଚୀନ ହେବ ନାହିଁ। ତେଣୁ ଆକୁ ମନେ ପକାଇ ଦେବା ପାଇଁ, ବାଲେଶ୍ୱରର ସମୃଦ୍ଧିକୁ ଆଗକୁ ନେବା ପାଇଁ, ବାଲେଶ୍ୱର ବିକାଶକୁ ଆଗକୁ ନେବା ପାଇଁ ବାଲେଶ୍ୱର ଅସ୍ମିତା କଥା ଉଠିବ। ଏବଂ ସବୁଠୁ ତା'ର ପ୍ରଥମ କାମ ହେବ ଯେ ନୂଆ କରି ଖୋଲୁଥିବା ଫ୍ୟାକ୍ଟ୍ରି ଯାହାର ନିଯୁକ୍ତି ପ୍ରକ୍ରିୟା କିଛି ମାସ ଭିତରେ ଷ୍ଟାର୍ଟ ହେବ, ଏଥିରେ ଏ ଜିଲ୍ଲାର ଶତକଡ଼ା 80% ଯୁବକ ଯୁବତୀଙ୍କୁ ଯଦି ନିଯୁକ୍ତି ନ ମିଳେ, ତାହେଲେ ବାଲେଶ୍ୱର ଅସ୍ମିତାକୁ ପୁନଃ ପ୍ରତିଷ୍ଠିତ କରିବା ପାଇଁ ଏକ ବଡ଼ ଆନ୍ଦୋଳନ ହେବ ଗଣତାନ୍ତ୍ରିକ ଉପାୟରେ, ଶାନ୍ତିପୂର୍ଣ୍ଣ ଉପାୟରେ। ଆପଣ ସମସ୍ତେ ତାର ମୁକ ସାକ୍ଷୀ ରହିବେ। ଅନ୍ୟମାନଙ୍କ ମଧ୍ୟରେ ଚିତ୍ତରଞ୍ଜନ ନାୟକ, ପ୍ରବୀର ଖଟୁଆ, ତପନ କୁମାର ନାୟକ, ରଘୁନାଥ ମାଝୀ, ମାୟାଧର ଜେନା ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ଶେଷରେ ସୁଶାନ୍ତ ରଣା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।